ଓମ୍ ଶାନ୍ତି। ସମସ୍ତ ବିଶ୍ୱବାସୀଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସାଗର ମନ୍ଥନର ରହସ୍ୟମୟ ରୋଚକ କଥାବସ୍ତୁକୁ ଆମେମାନେ ଶାସ୍ତ୍ରରୁ ପଢ଼ିଛେ, ଶୁଣିଛେ ଏବଂ ଶୁଣାଉଛେ ମଧ୍ୟ। କିଭଳି ଦେବ ଦାନବ ମିଶି ସମୁଦ୍ର ମନ୍ଥନ କଲେ। ଦେବତାମାନେ ବାସୁକୀର ଲାଞ୍ଜକୁ ଏବଂ ଅସୁରମାନେ ମୁଣ୍ଡପଟକୁ ଧରି ମନ୍ଥନ କରିଥିଲେ, ଏହା ମଧ୍ୟ ଉଲ୍ଲେଖ ରହିଛି। ସମୁଦ୍ର ମନ୍ଥନରୁ ଅନେକ ମୂଲ୍ୟବାନ ବସ୍ତୁମାନ ବାହାରିଲା, ଯଥା ପାରିଜାତ ବୃକ୍ଷ, ଉଚ୍ଚିଶ୍ରବାସ୍ୱ, ଐରାବତ ହସ୍ତି, ତତ୍ସହିତ ରମ୍ଭା ମେନକା ଆଦି ଅପ୍ସରାଗଣ ସେଥିରୁ ବାହାରିଥିଲେ। ମନ୍ଥନ ଯୋଗୁଁ ବାସୁକୀ ସର୍ପ ପାଟିରୁ ହଳାହଳ ବିଷ ପ୍ରବାହିତ ହେବାକୁ ଲାଗିଲା, ଯାହାଦ୍ୱାରା ସାରା ଜୀବଜଗତ ତ୍ରାହି ତ୍ରାହି କରିବାକୁ ଲାଗିଲେ। ସମସ୍ତ ଦେବୀ ଦେବତା ଚିନ୍ତାରେ ପଡ଼ିଗଲେ, କ'ଣ କରାଯିବ? ଶେଷରେ ଶିବ ହିଁ ଏହି ବିଷକୁ ପାନ କରି ସାରା ବିଶ୍ୱକୁ ବିଷଜ୍ୱାଳାରୁ ଉଦ୍ଧାର କରିଥିଲେ, ଯେଉଁ କାରଣରୁ ତାଙ୍କର ନାମ ନୀଳକଣ୍ଠ ହୋଇଛି। ଏବଂ ଶେଷରେ ଅମୃତ ବାହାରିଲା, ଯାହା ପାଇଁ ଦେବଦାନବମାନଙ୍କ ଭିତରେ କଳହ ବା କନ୍ଦଳ ସୃଷ୍ଟି ହେଲା। ତେବେ ଏଠାରେ ବାସ୍ତବିକତାକୁ ଉପଲବ୍ଧି କରିବା, ସତ୍ୟତାକୁ ଉନ୍ମୋଚନ କରିବାର ସତ୍ସାହସ ଆମେ ହରେଇ ବସିଛେ। ଏହାର ମୁଖ୍ୟ କାରଣ ହେଉଛି ଧର୍ମ ଭୟ, ପରମ୍ପରା ଏବଂ ଅନ୍ଧବିଶ୍ୱାସ। ଆମେ ଅନେକ ଏହିସବୁ କଥାକୁ ଜାଣୁଛେ, ତଥାପି ଅଜଣା ହେଇ ରହୁଛେ। ଆମେ କେବେ ଚିନ୍ତା କରିଛେ କି ପାଣିକୁ ମନ୍ଥନ କରିବା ଦ୍ୱାରା ଏତେ ସବୁ ବସ୍ତୁ କିପରି ବାହାରି ପାରିବ ବୋଲି? ଯେପରି ଡାରୱିନ୍ ପ୍ରଖ୍ୟାତ ବୈଜ୍ଞାନିକ ବିବର୍ତ୍ତନବାଦର ତଥ୍ୟ ଉପସ୍ଥାପନ କରି କହିଲେ କି ପ୍ରଥମେ ଏହି ସୃଷ୍ଟିରେ ଏକକୋଷୀ ପ୍ରାଣୀ ଥିଲେ, ପୁଣି ଅମେରୁଦଣ୍ଡୀ ପ୍ରାଣୀ, ପରେ ମେରୁଦଣ୍ଡୀ, ସେଥିରୁ ଧୀରେ ଧୀରେ ମାଙ୍କଡ଼ର ସୃଷ୍ଟି ହେଲା ଏବଂ ପରିଶେଷରେ ବହୁ କାଳ ପରେ ମାଙ୍କଡ଼ରୁ ମନୁଷ୍ୟର ସୃଷ୍ଟି ହେଲା, ଯାହା ସମ୍ପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ ଉଦ୍ଭଟ ଚିନ୍ତାଧାରା ଏବଂ ଯାହାକୁ ମଧ୍ୟ ତାଙ୍କର ନିଜ ପୁତ୍ର ତାଙ୍କ ତଥ୍ୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଏହି ତଥ୍ୟକୁ ଅର୍ଥାତ୍ ତାଙ୍କର ପିତାଙ୍କର ତଥ୍ୟକୁ ଭୁଲ ବୋଲି ପ୍ରମାଣିତ କରିଦେଇଥିଲେ। ଯଦିବା ଏହା ସମ୍ଭବ ହେଇଥାନ୍ତା ବା ସତ୍ୟ ହେଇଥାନ୍ତା, ତେବେ ଆଜି ସୃଷ୍ଟିରେ କେବଳ ମନୁଷ୍ୟମାନେ ହିଁ ଥାନ୍ତେ, ବାନର ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଥାନ୍ତା। ସେହିଭଳି ବାସ୍ତବରେ ଏହି ସଂସାର ସାଗର ବା ବୈତରଣୀକୁ ପାର କରିବାର ବା ଉଦ୍ଧାର କରିବାର ଯେଉଁ କାର୍ଯ୍ୟ ପରମାତ୍ମା ଶିବ ପିତା କରୁଛନ୍ତି, ତାହାର ଗାୟନ ହିଁ ଆଜି ଭକ୍ତି ମାର୍ଗରେ ପରମ୍ପରା ରୂପରେ ପାଳିତ ହେଇ ଆସୁଛି। ଏହି ସଂସାର ସାଗର ବର୍ତ୍ତମାନ ସମୟରେ ମନ୍ଥନ ହେଉଛି। ଜ୍ଞାନୀ ଗୁଣୀ ସାଧୁ ସନ୍ଥମାନେ ତାଙ୍କର ସାଧନାକୁ ତୀବ୍ର କରୁଛନ୍ତି ସଂସାରକୁ ଉଦ୍ଧାର କରିବା ପାଇଁ, ଯେତେବେଳେ କି ଅତୀତ ତମୋଗୁଣୀ ସଂସ୍କାରଧାରୀ ବା ବିଜ୍ଞାନର ଅହଙ୍କାରରେ ମତ୍ତ ହୋଇ ଦୁନିଆକୁ ଆହୁରି ଦୁଃଖୀ କରିବାରେ ଲାଗି ପଡ଼ିଛନ୍ତି, ବିନାଶ କରିବାରେ ଲାଗି ପଡ଼ିଛନ୍ତି। ସକାରାତ୍ମକ ଚିନ୍ତା ଦ୍ୱାରା ହିଁ ମନୁଷ୍ୟ ଦୈବିତ୍ୱକୁ ପ୍ରାପ୍ତ କରି ଅମୃତର ସନ୍ଧାନୀ ହୋଇଥାଏ, ଅର୍ଥାତ୍
ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇଥାଏ ଏବଂ ନକାରାତ୍ମକ ଚିନ୍ତା ଦ୍ୱାରା ମନୁଷ୍ୟ ପାଞ୍ଚ ବିକାର ରୂପୀ ବିଷଜ୍ୱାଳାରେ ସାରା ସଂସାରରେ ହାହାକାର ମଚାଇ ଦେଇଥାନ୍ତି। ଯେଉଁ ବିଷୟ ବିକାରକୁ ଦୂରୀଭୂତ କରି ସୃଷ୍ଟିକୁ ସ୍ୱର୍ଗରେ ପରିଣତ କରିବା ପାଇଁ ସ୍ୱୟଂ ପରମାତ୍ମା ଶିବ ବାବା ଆସିଛନ୍ତି। ଏହି ଶ୍ରେଷ୍ଠ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଏବେ ଶିବ ବାବା କହୁଛନ୍ତି, ମଧୁର ସନ୍ତାନଗଣ, ତୁମ ପାଇଁ ଯୋଗ ଅଗ୍ନି ସବୁଠାରୁ ମୂଲ୍ୟବାନ। କାହିଁକି ନା ଏହି ଯୋଗ ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହୋଇଥାଏ। ଭଟ୍ଟି ଅର୍ଥାତ୍ ଅଗ୍ନି, ଏହି ଯୋଗ ଭଟ୍ଟି ହିଁ ଜନ୍ମ ଜନ୍ମାନ୍ତରର ବିକର୍ମ ବା ପାପର ଭାରକୁ ଲାଘବ କରିଥାଏ। ଏହି ସୃଷ୍ଟି ରୂପକ ବୃକ୍ଷ ଏବଂ ମଞ୍ଜିର ଜ୍ଞାନ ସ୍ପଷ୍ଟ ଭାବରେ ତୁମ ବୁଦ୍ଧିରେ ରଖିବା ଉଚିତ। ତେବେ ଯେଉଁମାନେ ଏହି ଜ୍ଞାନର ବିଚାର ସାଗର ମନ୍ଥନ କରିଥାନ୍ତି, ସେହିମାନଙ୍କ ବୁଦ୍ଧିରେ ହିଁ ଏହା ବସିପାରିବ। ବିଚାର ସାଗର ମନ୍ଥନ କରିବା ପାଇଁ ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତର ସମୟ ସର୍ବୋତ୍କୃଷ୍ଟ ଅଟେ। ଅମୃତ ବେଳାରେ ଉଠି ବୁଦ୍ଧି ଦ୍ୱାରା ଏକମାତ୍ର ବାବାଙ୍କୁ ମନେ ପକାଅ। ତୁମର ଏହି ଅଜପାଜପର ମହାମନ୍ତ୍ର ସର୍ବଦା ଚାଲିଥାଉ। ମୁଖ ଦ୍ୱାରା ବା ସୂକ୍ଷ୍ମ ଆଉ ସ୍ଥୂଳରେ କେବଳ ଶିବ ବାବା ବାବା କହିବାର ଆବଶ୍ୟକତା ନାହିଁ। କେବଳ ବୁଦ୍ଧି ଦ୍ୱାରା ମନେ ପକାଇବାର ଅଛି, ଯାହାକୁ କୁହାଯାଏ ମନମନା ଭବ। ଏବେ ସମୟ ବହୁତ କମ୍ ରହିଛି। ଏହି ସୃଷ୍ଟି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଯୁଗ ଅନୁସାରେ ଯୁଗ, ଯେପରି 4 ଯୁଗ ରହିଛି ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି, ଏହାକୁ ତ ଘୂରିବାର ଅଛି ନା, ସମାପ୍ତି ହେବାର ଅଛି ନା ନିର୍ଦ୍ଦିଷ୍ଟ ସମୟ ସୀମାରେ। ତେଣୁ ଏହି କଳିଯୁଗର ସମୟ ସୀମା ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଏହାପରେ ପୁନଃ ସୁନ୍ଦର ଦୈବୀ ଗୁଣ ସମ୍ପନ୍ନ ଦୁନିଆ, ଯାହାକୁ ସ୍ୱର୍ଗ କୁହାଯାଏ, ସୁଖ ଶାନ୍ତି ଭରା ଦୁନିଆ ହିଁ ଏବେ ଆସୁଛି। ସେଥିପାଇଁ ସ୍ୱର୍ଗ ସ୍ଥାପୟିତା ବା ସ୍ୱର୍ଗର ରଚୟିତା ଶିବ ବାବାଙ୍କର ପୁରା ସହଯୋଗୀ ହୋଇ ରହିବାର ଅଛି। ଶିବ ବାବା ଏବଂ ତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତିକୁ ମନେ ପକାଇବାର ଅଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ମନେ ପକାଇ ଦେବାର ଅଛି। ଅନ୍ତିମ ସମୟରେ ଏକମାତ୍ର ବାବାଙ୍କର ସ୍ମୃତି ରହୁ, ସେଥିପାଇଁ ହୃଦୟର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରଖିବା ଦରକାର। ବାବାଙ୍କ ବିନା ଆଉ କାହାର ବି ସ୍ମୃତି ନ ଆସୁ, ସେଥିପାଇଁ ସାବଧାନ ରହିବା ଦରକାର। ଶିବ ବାବା ବରଦାନ ଦେଉଛନ୍ତି କି ଭାବିବା, କହିବା ଏବଂ କରିବା, ଏହି ତିନୋଟିକୁ ସମାନ କରୁଥିବା ବାବାଙ୍କ ସମାନ ସମ୍ପନ୍ନ ହୁଅ। ଏପରି ନୁହେଁ କହିବା ଏବଂ କରିବା ବା ଭାବିବା ସମ୍ପୂର୍ଣ୍ଣ ଅଲଗା, ନା, ଏକ ସମାନ ହେବା ଦରକାର। ଯଦି ଅବ୍ୟକ୍ତ ବା କର୍ମାତୀତ ସ୍ଥିତିର ଅନୁଭବ କରିବାକୁ ଚାହୁଁଥାଅ, ତେବେ କହିବା, କରିବା ଏବଂ ରହିବାକୁ ଏକ ସମାନ କର। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା, ଆଲୋଚନା କରିବା, ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ମହାନ କାର୍ଯ୍ୟ କରିଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।